ବୀର ବୈଷ୍ଣବଙ୍କ ଜୀବନଗାଥା ଅଷ୍ଟମ ଅଧ୍ୟାୟ କାରାଗାରର ଛାଇ। 1939 ମସିହା ସାରା ଭାରତ ପାଇଁ ଏକ ସଙ୍କଟଜନକ ସମୟ। ଦ୍ୱିତୀୟ ମହାଯୁଦ୍ଧର ଆରମ୍ଭ ଏହି ବର୍ଷ ସେପ୍ଟେମ୍ବର 3 ତାରିଖରେ। ଇଂଲଣ୍ଡ ଏ ଯୁଦ୍ଧରେ ଜର୍ମାନୀ ଦେଶର ଆକ୍ରମଣର ସମ୍ମୁଖୀନ। କଂଗ୍ରେସ ପକ୍ଷରୁ କୁହାଗଲା ଯେ ଇଂଲଣ୍ଡ ସରକାର ଯଦି ବିଶ୍ୱରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଯୁଦ୍ଧ କରୁଛନ୍ତି ତେବେ ସାମ୍ରାଜ୍ୟବାଦ ଲୋପ କରି ପ୍ରଥମେ ଭାରତକୁ ସ୍ୱାଧୀନତା ଦେବା ଉଚିତ। ବ୍ରିଟିଶ ସରକାର ଓ ଜାତୀୟ କଂଗ୍ରେସ ମଧ୍ୟରେ ରୀତିମତ ଦ୍ୱନ୍ଦ୍ୱ ଆରମ୍ଭ ହୋଇଗଲା। ଏପରି ଅବସ୍ଥାରେ ଭାରତୀୟମାନଙ୍କ ହାତକୁ କ୍ଷମତା ହସ୍ତାନ୍ତର କରିବାକୁ ବିଲାତ ସରକାର ସ୍ପଷ୍ଟ ମନା କରିଦେଲେ। ପୁନଶ୍ଚ ଭାରତର ଲୋକଙ୍କ ବିନା ସମ୍ମତିରେ ଭାରତବର୍ଷ ବିଲାତ ସପକ୍ଷରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗଦେବା କଥା ଉପନିବେଶବାଦୀ ସରକାର ଘୋଷଣା କରିଦେଲେ। ଏହାର ପ୍ରତିବାଦରେ 1939 ମସିହା ଅକ୍ଟୋବର 1 ତାରିଖ ଦିନ ସବୁ ପ୍ରାଦେଶିକ କଂଗ୍ରେସ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଇଦେଲେ। 1939 ମସିହା ଜାନୁଆରୀ 5 ତାରିଖରେ ପଲିଟିକାଲ ଏଜେଣ୍ଟ ମେଜର ବେଜେଲଗେଟ୍ଙ୍କୁ ରଣପୁରରେ ହତ୍ୟା କରାଯିବା ପରେ ପରେ ଦେଶୀୟ ରାଜ୍ୟମାନଙ୍କରେ ଆନ୍ଦୋଳନକୁ ଏହି ପରିପ୍ରେକ୍ଷୀରେ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଭାରତ ସରକାର ଦେଶୀୟ ରାଜାମାନଙ୍କୁ ନିରଙ୍କୁଶ କ୍ଷମତା ଓ ବିପୁଳ ସାହାଯ୍ୟ ପ୍ରଦାନ କଲେ। ଆନ୍ଦୋଳନର ଗତି ହ୍ରାସ ପାଇଲା। ଢେଙ୍କାନାଳରେ ବ୍ୟାପକ ଗିରଫଦାରୀ ଆରମ୍ଭ ହେଲା। ପରିସ୍ଥିତି ଭୟଙ୍କର ହେବାରୁ ଢେଙ୍କାନାଳର କେତେକ କଂଗ୍ରେସୀ କଟକ ପଳାଇଗଲେ। 1939 ମସିହା ମାର୍ଚ୍ଚ ମାସରେ ବୈଷ୍ଣବ ପଟ୍ଟନାୟକଙ୍କୁ କଟକ ପୋଲିସ ତାଙ୍କ ଭାଇ ଉଦୟ ପଟ୍ଟନାୟକଙ୍କ ଘରୁ ଗିରଫ କରି କଟକ ଜେଲକୁ ପଠାଇଦେଲା। କଟକ ଜେଲରେ ସେ ତାଙ୍କର ସହକର୍ମୀ ସଂଗ୍ରାମୀ ହରମୋହନ ପଟ୍ଟନାୟକ, ମହେଶ ଚନ୍ଦ୍ର ସୁବାହୁ ସିଂ, ବ୍ରଜକିଶୋର ଧଳ, କୃତିବାସ ପ୍ରଧାନ ପ୍ରଭୃତି 7 ଜଣଙ୍କୁ ଭେଟିଲେ। ତାଳଚେର ପ୍ରଜା ଆନ୍ଦୋଳନର ଦାଶରଥି ପାଣି, ଗୌରୀଶଙ୍କର ପ୍ରଧାନ, କୃତିବାସ ରଥ, ଲକ୍ଷ୍ମୀଧର ରାୟଚୌଧୁରୀ, ମନମୋହନ ପ୍ରଧାନ, ବୀରେନ୍ଦ୍ର ପ୍ରଧାନ, ପଦ୍ମନାଭ ପ୍ରଧାନ, ମହେଶ୍ୱର ପ୍ରଧାନ, ଦୁଃଖବନ୍ଧୁ ସାହୁ ଓ ରାଜକିଶୋର ଭକ୍ତବଲ୍ଲଭ ଆଦି 25 ଜଣ ସଂଗ୍ରାମୀ ମଧ୍ୟ ଆଗରୁ କଟକ ଜେଲରେ ଭର୍ତ୍ତି ହୋଇଥିବାର ବୈଷ୍ଣବ ଦେଖିଲେ। ବୈଷ୍ଣବ 1939 ମସିହା ମାର୍ଚ୍ଚ ମାସରୁ 1939 ମସିହା ଅଗଷ୍ଟ ମାସ ଯାଏଁ ପ୍ରାୟ 6 ମାସ କାଳ କଟକ ଜେଲରେ କାଳ କାଟିଲେ। ଢେଙ୍କାନାଳ ଦରବାରଙ୍କର ବୈଷ୍ଣବଙ୍କ ବିରୋଧରେ ଅଭିଯୋଗ ଥିଲା ନିମ୍ନ ପ୍ରକାର। ତହସିଲଦାର କିଶୋରୀ ମହାନ୍ତି ଢେଙ୍କାନାଳର ପରଜଙ୍ଗ ଅଞ୍ଚଳରେ କୁରୁଣ୍ଟି ଗ୍ରାମରେ କ୍ୟାମ୍ପ ପକାଇ ଆଖପାଖ ଗ୍ରାମରୁ ଖଜଣା ଅସୁଲ କରୁଥିଲେ। ଅସୁଲ ଟଙ୍କା ପ୍ରାୟ 1000 ଯାଏଁ କ୍ୟାମ୍ପ ବାକ୍ସରେ ଥିଲା। ବୈଷ୍ଣବ ଓ ତାଙ୍କର କିଛି ସାଥୀ ଉକ୍ତ କ୍ୟାମ୍ପ ଉପରେ ଅଚାନକ ଆକ୍ରମଣ କରିଥିଲେ। ତହସିଲଦାର ଓ ଚୌକିଦାରମାନଙ୍କୁ ଭୟଭୀତ କରି ଟଙ୍କା ବାକ୍ସ ଧରି ପଳେଇ ଆସିଥିଲେ। ଏହା ଥିଲା କୁଆଡ଼େ ନିଛକ ଡକାୟତି। ତହସିଲଦାର ଏହି ଡକାୟତି ପାଇଁ ବୈଷ୍ଣବଙ୍କ ନାମରେ ଏତଲା ଦେଇଥିଲେ ଥାନାରେ। ଢେଙ୍କାନାଳ ଛାଡ଼ି ସେ କଟକ ପଳାଇ ଯାଇଥିବାରୁ ଢେଙ୍କାନାଳ ଦରବାରର ଅନୁରୋଧରେ ଫୌଜଦାରୀ କେସରେ ବୈଷ୍ଣବଙ୍କୁ ଗିରଫ କରାଯାଇଥିଲା। ହରମୋହନ, ସୁବାହୁ ସିଂ, ବ୍ରଜକିଶୋର ଧଳ ଓ କୃତିବାସ ପ୍ରଧାନ ପ୍ରଭୃତିଙ୍କ ବିରୋଧରେ ମଧ୍ୟ ଫୌଜଦାରୀ କେସ୍ ପାଇଁ ଏତଲା ହୋଇଥିଲା। ସେମାନଙ୍କୁ ମଧ୍ୟ କଟକ ପୋଲିସ ଗିରଫ କରିଥିଲା। ଏସବୁ କେସ୍ ମନଗଢ଼ା, ମିଥ୍ୟା ଓ କପୋଳକଳ୍ପିତ। ଢେଙ୍କାନାଳ ରାଜ୍ୟ ବାହାରେ ବ୍ରିଟିଶ ଓଡ଼ିଶାରେ ରାଜନେତା ବା କର୍ମୀମାନଙ୍କୁ କେବଳ ଫୌଜଦାରୀ ଦଫାରେ ଏକ୍ସଟ୍ରାଡିସନ ୱାରେଣ୍ଟ ବଳରେ
ଆଇନତଃ ଗିରଫ କରାଯାଇପାରିବ। ସେମାନଙ୍କୁ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ପାଇଁ ଏକ୍ସଟ୍ରାଡିସନ୍ ୱାରେଣ୍ଟ ବଳରେ ଗିରଫ କରିବା ପାଇଁ ଆଇନରେ କିଛି ବ୍ୟବସ୍ଥା ନଥିଲା। ଏହି ଆଇନଟି ହେଲା ଓଡ଼ିଶା ଷ୍ଟେଟ୍ସ ପ୍ରୋଟେକ୍ସନ୍ ଆକ୍ଟ। ଏହି ଆଇନର 4 ଏବଂ 7 ଧାରା ଅନୁସାରେ ଦେଶୀୟ ରାଜ୍ୟର ସଂଗ୍ରାମୀମାନଙ୍କୁ ଫୌଜଦାରୀ କେସ୍ରେ ଗିରଫ କରିବା ପାଇଁ ଭାରତ ସରକାର ଓଡ଼ିଶା ସରକାରଙ୍କୁ କହିଥିଲେ। ଓଡ଼ିଶାରେ ସେତେବେଳେ ବିଶ୍ୱନାଥ ଦାସଙ୍କର କଂଗ୍ରେସ ମନ୍ତ୍ରିମଣ୍ଡଳ, ଗଭର୍ଣ୍ଣର ସାର୍ ଜନ୍ ହବାକ୍, ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ଏଥିପାଇଁ ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିଲେ। ଢେଙ୍କାନାଳ ଓ ତାଳଚେରକୁ ଓଡ଼ିଶା ପୋଲିସ ପଠାଇବା ପାଇଁ ଭାରତ ସରକାରଙ୍କ ଅନୁରୋଧକୁ ସେ ଆଗରୁ ପ୍ରତ୍ୟାଖ୍ୟାନ କରି ସାରିଥିଲେ। ତେବେ ବ୍ରିଟିଶ ଓଡ଼ିଶାରେ ଲୁଚି ଛପି ରହିଥିବା ସଂଗ୍ରାମୀମାନଙ୍କୁ ଗିରଫ କରିବା ପାଇଁ ତାଙ୍କ ଉପରେ ଚାପ ପଡ଼ିଥିଲା। ସେଥିରେ ସେ ମଧ୍ୟ ରାଜି ହୋଇ ନଥିଲେ। ଅତ୍ୟାଚାରିତ ଢେଙ୍କାନାଳର ଲୋକମାନଙ୍କ ପ୍ରତି କଟକ ସହରରେ ପ୍ରଚୁର ସମର୍ଥନ ଥିଲା। କଂଗ୍ରେସ ସୋସିଆଲିଷ୍ଟମାନେ ବସ୍ତୁତଃ ଢେଙ୍କାନାଳ ଆନ୍ଦୋଳନର ଦିଗ୍ଦର୍ଶନ ଓ ସଞ୍ଚାଳକ। ନବକୃଷ୍ଣ ଚୌଧୁରୀ ସେତେବେଳେ କଂଗ୍ରେସ ଏମ୍ଏଲ୍ଏ। ଢେଙ୍କାନାଳର ସଂଗ୍ରାମୀମାନଙ୍କୁ ଗିରଫ କଲେ କଟକର ଅବସ୍ଥା ଅସମ୍ଭାଳ ହେବ ବୋଲି ପ୍ରଧାନମନ୍ତ୍ରୀ ଗଭର୍ଣ୍ଣରଙ୍କୁ ଜଣାଇ ଦେଇଥିଲେ। ଶେଷରେ ଗୋଟାଏ ବାଧ୍ୟବାଧକତାରେ ଓ ଆଇନର ପରିସର ମଧ୍ୟରେ ଫୌଜଦାରୀ କେସ୍ ଭିତ୍ତିରେ ଏକ୍ସଟ୍ରାଡିସନ୍ ୱାରେଣ୍ଟ ବଳରେ କଂଗ୍ରେସୀମାନଙ୍କୁ ଗିରଫ କରିବା ପାଇଁ ଓଡ଼ିଶା ସରକାର ସମ୍ମତ ହୋଇଥିଲେ। ଭାରତ ସରକାର ସେତେବେଳେ ଏକ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଓଡ଼ିଶାର ଦେଶୀୟ ରାଜ୍ୟମାନଙ୍କରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରି ସାମ୍ରାଜ୍ୟବାଦର ମୂଳଦୁଆ ଦୋହଲାଇ ଦେଇଥିଲା। ଏପରି ଅବସ୍ଥା ପାଇଁ ଢେଙ୍କାନାଳ ଦରବାରକୁ ଦାୟୀ କରାଯାଇଥିଲା। ପଲିଟିକାଲ ଡିପାର୍ଟମେଣ୍ଟର ଏଜେଣ୍ଟ ସେକ୍ରେଟାରୀ ସି.ଜି. ହାର୍ବର୍ଟ ଢେଙ୍କାନାଳର ଅଶାନ୍ତି ସମ୍ପର୍କରେ ତଦନ୍ତ କରି ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ଢେଙ୍କାନାଳର ରାଜାଙ୍କୁ ଜଣେ ଦୁର୍ବଳ ଓ ଭୀରୁ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ। ରାଜାଙ୍କ ପ୍ରତି ପ୍ରଜାମାନଙ୍କର ତିଳେ ହେଲେ ସମ୍ମାନ ଓ ଅନୁରକ୍ତି ନଥିବାର ସେ ଜଣାଇଥିଲେ। ପ୍ରଜା ଅସନ୍ତୋଷ ପଛରେ ଯଥେଷ୍ଟ କାରଣ ଅଛି ବୋଲି ମଧ୍ୟ ସେ ସ୍ୱୀକାର କରିଥିଲେ। ତେବେ ଯୁଦ୍ଧ ସମୟ ଓ ସ୍ୱାଧୀନତା ସଂଗ୍ରାମର ସମୟ ହୋଇଥିବାରୁ ଢେଙ୍କାନାଳ ରାଜାଙ୍କ ବିରୋଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ କରା ନଯାଇ ତାଙ୍କୁ ସମସ୍ତ ପ୍ରକାର ପୁଲିସ ଓ ସାମରିକ ସାହାଯ୍ୟ ଯୋଗାଇ ଦିଆଯାଇଥିଲା। ପ୍ରଥମେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଦରକାର ଓ ସେଥିପାଇଁ ଆନ୍ଦୋଳନକୁ ଦମନ କରିବା ମୁଖ୍ୟ ଲକ୍ଷ୍ୟ ହେଲା। ଢେଙ୍କାନାଳ ଭଳି ଦେଶୀୟ ରାଜ୍ୟର ଅଶାନ୍ତି ପାଇଁ ଭାରତ ସରକାର କଂଗ୍ରେସ ଓ ବିଶେଷ କରି ସୁଭାଷ ଚନ୍ଦ୍ର ବୋଷଙ୍କୁ ଦୋଷ ଦେଉଥିଲେ। ସୁଭାଷ ଦେଶୀୟ ରାଜ୍ୟର ମୁକ୍ତି ଆନ୍ଦୋଳନକୁ କଂଗ୍ରେସ ସିଧା ପରିଚାଳନା କରିବା ପାଇଁ ବରାବର ମତ ଦେଉଥିଲେ। ଗାନ୍ଧୀ ଅବଶ୍ୟ ଏହାକୁ ଗ୍ରହଣ କରି ନଥିଲେ। ଦେଶୀୟ ରାଜ୍ୟ ବ୍ୟାପାରରେ ଗାନ୍ଧୀଙ୍କର ଅଣ-ହସ୍ତକ୍ଷେପ ନୀତି ବଳବତ୍ତର ଥିଲା। ମାତ୍ର କଂଗ୍ରେସ ଚାହୁଁଥିଲା ଦେଶୀୟ ରାଜ୍ୟରେ ଲୋକ ପ୍ରତିନିଧିମୂଳକ ଶାସନ ପ୍ରବର୍ତ୍ତନ। ଓଡ଼ିଶା ସରକାରଙ୍କର ଦେଶୀୟ ରାଜ୍ୟର ଆନ୍ଦୋଳନ ପ୍ରତି ପ୍ରଚ୍ଛନ୍ନ ସମର୍ଥନ ଥିଲା ବୋଲି ଭାରତ ସରକାରଙ୍କର ହୃଦ୍ବୋଧ ହୋଇଥିଲା। ତେଣୁ ରାଜା ଓ ପଲିଟିକାଲ ଡିପାର୍ଟମେଣ୍ଟର ସଲାସୁତୁରାରେ ମିଥ୍ୟା ମନଗଢ଼ା ଫୌଜଦାରୀ କେସ୍ କରି ଏକ୍ସଟ୍ରାଡିସନ୍ ୱାରେଣ୍ଟ ବଳରେ ବୈଷ୍ଣବଙ୍କୁ ଗିରଫ କରାଯାଇଥିଲା। ଗଡ଼ଜାତର ଯେଉଁ ସଂଗ୍ରାମୀମାନେ 1939ରେ କଟକ ଜେଲରେ ଥିଲେ,
ସେମାନେ ସମସ୍ତେ ଓଡ଼ିଶା ସରକାରଙ୍କୁ ପ୍ରକୃତ କଥା ଲେଖି ଜଣାଇଲେ ଯେ ସେମାନେ ସମସ୍ତେ ରାଜନୈତିକ କର୍ମୀ ଓ ସେମାନଙ୍କର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅହିଂସା ଓ ଶାନ୍ତିପୂର୍ଣ୍ଣ। ସେମାନଙ୍କ ନାମରେ ସମାନ ଧରଣର ମନଗଢ଼ା ମିଥ୍ୟା ଓ କପୋଳକଳ୍ପିତ ଫୌଜଦାରୀ କେସ୍ମାନ ଗଢ଼ାଯାଇ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ଏବଂ ପ୍ରଜାମଣ୍ଡଳର ଦିଗ୍ଦର୍ଶକ ନବକୃଷ୍ଣ ଚୌଧୁରୀ ଏ ବିଷୟ ମଧ୍ୟ ଜାଣିଥିଲେ। ହରିକୃଷ୍ଣ ମହତାବ ସଂଗ୍ରାମୀମାନଙ୍କୁ ମୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ଉପରେ ଚାପ ଦେଲେ। ଓଡ଼ିଶା ସରକାରଙ୍କ ସହିତ ଢେଙ୍କାନାଳ ଓ ତାଳଚେର ଦରବାର ତଥା ବ୍ରିଟିଶ ପଲିଟିକାଲ ଏଜେଣ୍ଟଙ୍କ ସହିତ ଗୋଟିଏ ମିଳାମିଶା କଥାବାର୍ତ୍ତା ହେଲା। ତାର ପରିଣତି ସ୍ୱରୂପ ଓଡ଼ିଶା ସରକାର ଗଡ଼ଜାତରେ ଏକ୍ସଟ୍ରାଡିସନ୍ କଏଦୀମାନଙ୍କୁ କଟକ ଜେଲରୁ ମୁକ୍ତ କରିଦେବେ। ତାପରେ ସେମାନେ ମୁକ୍ତ ହୋଇ ଢେଙ୍କାନାଳ ବା ତାଳଚେର ସରକାରଙ୍କ ପାଖରେ ଆତ୍ମସମର୍ପଣ କରିବେ। ନିର୍ଦ୍ଦୋଷ ବୋଲି ନିଜକୁ ପ୍ରମାଣିତ କରିବା ପାଇଁ ନିଜ ରାଜ୍ୟରେ ସେମାନେ ଲଢ଼ିବେ। ଗଡ଼ଜାତ ସରକାର ସେମାନଙ୍କୁ ଜାମିନରେ ଛାଡ଼ିଦେଇ ମକଦ୍ଦମା ଲଢ଼ିବା ପାଇଁ ସୁଯୋଗ ଦେବେ। 1939 ମସିହା ଅଗଷ୍ଟ ମାସରେ ବୈଷ୍ଣବ କଟକ ଜେଲରୁ ମୁକ୍ତ ହେଲେ। ଢେଙ୍କାନାଳ ଆସି ମାଜିଷ୍ଟ୍ରେଟଙ୍କ ପାଖରେ ଆତ୍ମସମର୍ପଣ କଲେ ଓ ଜାମିନରେ ଖଲାସ ହୋଇ ମକଦ୍ଦମା ଲଢ଼ିଲେ। ଏ ମକଦ୍ଦମା ଲଢ଼େଇ କେତେକ ଦୃଷ୍ଟିରୁ ଖୁବ୍ ସ୍ମରଣୀୟ ଓ ଗୁରୁତ୍ୱପୂର୍ଣ୍ଣ। କେସ୍ଟିର ବିଚାର କରୁଥିଲେ ମାଜିଷ୍ଟ୍ରେଟ ଶ୍ରୀ ଜୟକୃଷ୍ଣ ମିଶ୍ର। ବୈଷ୍ଣବଙ୍କ ତରଫରୁ ଓକିଲ ଥିଲେ ଶ୍ରୀ ଗତିକୃଷ୍ଣ ମିଶ୍ର। ମାଜିଷ୍ଟ୍ରେଟ ଏବଂ ଓକିଲ ଦୁଇ ଭାଇ। ପରେ ଜୟକୃଷ୍ଣ ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ଗତିକୃଷ୍ଣ ମିଶ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। କୋର୍ଟରେ ଦିନେ କେସ୍ ବିଚାର ଚାଲିଥାଏ। ଜୟୀବାବୁ ଜଜ୍ ଭାବରେ କୋର୍ଟ କାର୍ଯ୍ୟକ୍ରମ ପରିଚାଳନା କରୁଥାନ୍ତି। ଓକିଲ ଗତିବାବୁ ତହସିଲଦାର କିଶୋରୀ ମହାନ୍ତିଙ୍କୁ ଜେରା କରୁଥାନ୍ତି। ଓକିଲ ପଚାରିଲେ, ଏତଲା ତ ଏଫଆଇଆର୍ କୋଉ ଭାଷାରେ ଲେଖା ହୋଇଥିଲା? ଏତଲା ବା ଏଫଆଇଆର୍ କୋଉ ଭାଷାରେ ଲେଖା ହୋଇଥିଲା? ସାକ୍ଷୀ କିଶୋରୀ ମହାନ୍ତି, ଇଂରେଜୀରେ। ଆପଣ ନିଜେ ଏହି ଏଫଆଇଆର୍ ଲେଖିଥିଲେ? ଆଜ୍ଞା। ଓକିଲ ଜେରା କଲେ, ଆପଣ ଯଦି ନିଜେ ଲେଖିଛନ୍ତି ତେବେ ଆଉଟସ୍କାର୍ଟସ୍ ଶବ୍ଦର ଅର୍ଥ ଓଡ଼ିଆରେ କୁହନ୍ତୁ ତ। ସାକ୍ଷୀ କିଶୋରୀ ମହାନ୍ତି ଅସହାୟ ହୋଇ ଚାହିଁ ରହିଲେ ସରକାରୀ ଓକିଲଙ୍କୁ। ଓକିଲ ଗତିକୃଷ୍ଣ ମିଶ୍ର ଏଥର ପୂରା ଇଂରେଜୀ ବାକ୍ୟଟିକୁ କହିଲେ, ତମେ ପରା ଲେଖିଛ, ଦେ କେମ୍ ଫ୍ରମ୍ ଦି ନର୍ଦର୍ନ ଆଉଟସ୍କର୍ଟସ୍ ଅଫ୍ ଦ ଭିଲେଜ ଟୁ ଆୱାର କ୍ୟାମ୍ପ। ଏଥିରେ ଆଉଟସ୍କର୍ଟସ୍ ଶବ୍ଦର ଅର୍ଥ କ'ଣ ଓଡ଼ିଆ ଭାଷାରେ? କିଶୋରୀ ମହାନ୍ତି କହିପାରିଲେ ନାହିଁ। ଶ୍ରୀ ଗତିକୃଷ୍ଣ ମିଶ୍ର ଯୁକ୍ତି କରି ଜଜ୍ଙ୍କୁ ଜଣାଇଲେ, ସାର୍, ଏହି ଏଫଆଇଆର୍ଟିକୁ ମିଛରେ ମନଗଢ଼ା ଭାବରେ କିଏ ଜଣେ ଲେଖିଛନ୍ତି ଘରେ ବସି। ଏପରି କୌଣସି ଘଟଣା ଘଟିନାହିଁ ଯୋଉଥିରେ ମୋର କ୍ଲାଏଣ୍ଟ କ୍ୟାମ୍ପ ଚଢ଼ଉ କରି ଟଙ୍କା ଲୁଟିଛନ୍ତି। ମିଛଟାରେ ତାଙ୍କ ନାମରେ ଏପରି ଅଭିଯୋଗ ହୋଇଛି। ଏ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତେଣୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉ। ଜଜ୍ ଶ୍ରୀ ଜୟକୃଷ୍ଣ ମିଶ୍ର ସାକ୍ଷୀ ତହସିଲଦାର କିଶୋର ମହାନ୍ତିଙ୍କ ଆଡ଼କୁ ଚାହିଁ ଟିକେ ହସିଲେ। ବୈଷ୍ଣବ ନିର୍ଦ୍ଦୋଷରେ ଖଲାସ ହେଲେ। 1940 ମସିହା ମେ ମାସ ବେଳକୁ ଏହି ରାୟ ପ୍ରକାଶ ପାଇଥିଲା। କିନ୍ତୁ ଜେଲ୍ ଜୀବନର ଏଇଠି ଅବସାନ ହେଲା ନାହିଁ। ଢେଙ୍କାନାଳ ଆନ୍ଦୋଳନ ପଛରେ
ତାଙ୍କର ଭୂମିକା ଅତ୍ୟନ୍ତ ଭୟଙ୍କର ବୋଲି ରାଜ ଦରବାର ଘୋଷଣା କରି ସାରିଥିଲା। କମ୍ୟୁନିଷ୍ଟ ନେତା ଓ ନ୍ୟାସନାଲ ଫ୍ରଣ୍ଟର ପ୍ରମୁଖ ସାମ୍ବାଦିକ ଶ୍ରୀ ପି.ସି. ଯୋଶୀ ନ୍ୟାସନାଲ ଫ୍ରଣ୍ଟର ତା 19/1/1939 ସଂଖ୍ୟାରେ 1938 ମସିହା ଆନ୍ଦୋଳନରେ ବୈଷ୍ଣବଙ୍କ ଭୂମିକା ସମ୍ପର୍କରେ ଲେଖିଛନ୍ତି, ହି ଇଜ୍ ଦ ଲାଇଫ୍ ଓୟାର ଅଫ୍ ଦ ମୁଭମେଣ୍ଟ. Tales of his daring acts are in everybody's lips. As a worker, he inspired two young intellectuals, Harmohan Patnaik and Lakshmidhar Sahu, to join the movement, as also Srikant Raut. Most of his nights are spent in Dhenkanal villages and days anywhere else where gods are needed. I read some of his letters. They breathe irrepressible optimism. He has an infectious smile. I felt humble before a hero. ଏହାର ମର୍ମ ସେ ଆନ୍ଦୋଳନର ଯଜ୍ଞ ସଳିତା। ତାଙ୍କର ଦୁଃସାହସିକ କାହାଣୀ ସବୁରି ପାଟିରେ। ଜଣେ ନିଷ୍ଠାପର କର୍ମୀ ଭାବରେ ସେ ହରମୋହନ ପଟ୍ଟନାୟକ ଏବଂ ଲକ୍ଷ୍ମୀଧର ସାହୁ ଦୁଇ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳନରେ ଝାସ ଦେବାକୁ ପ୍ରେରଣା ଦେଇଥିଲେ। ଶ୍ରୀକାନ୍ତ ରାଉତ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ। ତାଙ୍କର ଅଧିକାଂଶ ରାତି ଢେଙ୍କାନାଳର ଗାଁ ଗଣ୍ଡାରେ ବିତିଛି ଏବଂ ଦିନଗୁଡ଼ିକ ସେ ସେଇଠାରେ ଥାଆନ୍ତି ଯେଉଁଠି ସାହସ ଓ ନିର୍ଭୀକତା ଲୋଡ଼ା। ମୁଁ ତାଙ୍କର କେତେକ ଚିଠିପତ୍ର ପଢ଼ିଛି। ସେଥିରୁ ଦୁର୍ଦମନୀୟ ଆଶାବାଦ ପ୍ରକଟ ହୁଏ। ତାଙ୍କର ହସ ବି ସଂକ୍ରାମକ। ମୁଁ ଏହି ବୀରଙ୍କ ପାଖରେ ନିଜକୁ ଅକିଞ୍ଚନ ଅନୁଭବ କରେ। ପି.ସି. ଯୋଶୀ ବୈଷ୍ଣବ ପଟ୍ଟନାୟକଙ୍କର ଏହି ବୀରତ୍ୱପୂର୍ଣ୍ଣ ଭୂମିକା କଥା ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ ଓ ସାରଙ୍ଗଧର ଦାସଙ୍କଠାରୁ ସଂଗ୍ରହ କରିଥିବା କଥା ତାଙ୍କ ଲେଖାରେ ସୂଚନା ଦେଇଛନ୍ତି। ପି.ସି. ଯୋଶୀଙ୍କର ଓଡ଼ିଶା ଗସ୍ତ ସମୟରେ ତାଙ୍କର ବୈଷ୍ଣବଙ୍କ ସହ ସାକ୍ଷାତ ହୋଇନି। 1938 ଆନ୍ଦୋଳନ ସମୟରୁ ହିଁ ସେ ବୀର ବୈଷ୍ଣବ ଭାବରେ ପରିଚିତ। ପି.ସି. ଯୋଶୀ ତାଙ୍କ ଲେଖାରେ ଗୋଟିଏ ଘଟଣା କଥା ଲେଖିଛନ୍ତି। କନ୍ଦରସିଂହା ପରଜଙ୍ଗର ଏକ ପାଇକାନା ମୌଜା। 1938 ମସିହା ନଭେମ୍ବର ମାସ 11 ତାରିଖ ଦିନ ପଲିଟିକାଲ ଏଜେଣ୍ଟ, ମାଜିଷ୍ଟ୍ରେଟ ଏବଂ ପୋଲିସ ଅଫିସରମାନଙ୍କ ସହ ଯାଇ ସେ ଗାଁ ଉପରେ ଚଢ଼ାଉ କଲେ। କାରଣ ସେଠା ଲୋକ ପ୍ରଜାମଣ୍ଡଳରେ ଘନିଷ୍ଠ ଭାବେ ମିଶିଥିଲେ। ଲୋକଙ୍କ ଉପରେ ଲାଠିମାଡ଼ ଓ ଗୁଳିମାଡ଼ ହେଲା। 3 ଜଣ ଶହୀଦ ହେଲେ। ଗୁଳିମାଡ଼ ପରେ ପୁଲିସ ପାଟି ଚାଲିଗଲେ। ବୈଷ୍ଣବ ପଟ୍ଟନାୟକ ସେଠାରେ ପହଞ୍ଚିଲେ। ତାପରେ ଗାଁରେ ଗୁଳିମାଡ଼ର ପ୍ରତିବାଦ ସଭା କରିବା ପାଇଁ ସେ ଚାହିଁଲେ। ମାତ୍ର ଏଥିପାଇଁ କେହି ରାଜି ହେଲେ ନାହିଁ। ଆତଙ୍କ ଓ ଭୟ ଛାଇ ହୋଇ ଯାଇଥିଲା ଚାରିଆଡ଼େ। ବୈଷ୍ଣବ କିନ୍ତୁ ଗ୍ରାମବାସୀଙ୍କୁ ଏପରି ଆତଙ୍କିତ ଅବସ୍ଥାରେ ଛାଡ଼ି ଚାଲିଯିବା ଉଚିତ ମନେକଲେ ନାହିଁ। ରାତି ସାରା ସେ ଗାଁ ଦାଣ୍ଡରେ ପାଗଳପ୍ରାୟ ପହରା ଦେଇଥିଲେ। ଗୀତ ବୋଲୁଥିଲେ ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ। ଶୁଣ ହେ ମଣିଷ ଭାଇ, ଝୁରି ମରିବାକୁ ବୁଡ଼ି ମରିବାକୁ ମଣିଷ ଜନମି ନାହିଁ। ପ୍ରଜାମଣ୍ଡଳର ଜୟ ହେବ, ପ୍ରଜାମଣ୍ଡଳର ଜୟ ହେବ ବୋଲି ଚିତ୍କାର କରି କହୁଥିଲେ ରାତି ସାରା। ପରଦିନ ସକାଳ ହେଲା। ସୂର୍ଯ୍ୟ ଉଇଁଲେ ସବୁଦିନ ପରି। ଗାଁର ସ୍ତ୍ରୀ ଲୋକମାନେ ଉଠି କଥାବାର୍ତ୍ତା ହେଲେ। ରାତିରେ ଗାଁ ଠାକୁରାଣୀ ଆସିଥିଲେ ଘୋଡ଼ା ଚଢ଼ି। ଟାପୁ ଶବ୍ଦ ଶୁଭୁଥିଲା ଘୋଡ଼ାର। ଠାକୁରାଣୀ କହିଲେ, ଡର ନାହିଁ, ତୁମର ଜୟ ହେବ। ଭୟ ଘୁଞ୍ଚି ଯାଇଥିଲା ସବୁରି ମନରୁ।
ପ୍ରତ୍ୟେକ ମନରେ ସାହସ ପୁଣି ଭରି ଯାଇଥିଲା ସଂଗ୍ରାମ ପାଇଁ। ପଶ୍ଚାତପଦ ଆଉ ହବାର ନଥିଲା। 15 ଗ୍ରାମ ଛାଡ଼ି ସେ ଅନ୍ୟ ଗୋଟିଏ ଗାଁରେ ପହଞ୍ଚିଲେ। ଆତଙ୍କରାଜ ସମୟରେ ମଧ୍ୟ ନିର୍ଭୟରେ ସେ ସବୁରି ସମକ୍ଷରେ ଚାଲିଥାନ୍ତି। ତାଙ୍କୁ ଦେଖି 10 ଜଣ ରାଜଭକ୍ତ ତାଙ୍କ ଉପରକୁ ମାଡ଼ି ଆସିଲେ। ଏକା ଏକା ସେ ସେମାନଙ୍କର ସାମ୍ନା କରି ଲଢ଼ୁଥାନ୍ତି। ଏହା ଦେଖି ଗାଁ ଲୋକମାନେ ଧାଇଁ ଆସିଲେ, ତାଙ୍କୁ ଉଦ୍ଧାର କଲେ। ରାଜଭକ୍ତମାନେ ଭୟରେ ପଳାଇଲେ ଲୁଚିକରି। ପ୍ରଜାମଣ୍ଡଳ ଛାଡ଼ିଦେବା ପାଇଁ ଦରବାର ଭୟର ଯେଉଁ ବାତାବରଣ ସୃଷ୍ଟି କରିଥିଲା, ତାହା ସୂର୍ଯ୍ୟକିରଣରେ କୁହୁଡ଼ି ଉଭେଇଗଲା ପରି ଉଭେଇଗଲା। ପ୍ରଜାମଣ୍ଡଳ ଜୀଇ ରହିଲା। ଏହିପରି ଅନେକ ବୀରତ୍ୱବ୍ୟଞ୍ଜକ ଘଟଣାର ନାୟକ ଥିଲେ ବୈଷ୍ଣବ। ମୋଟଙ୍ଗା ଥାନା ପଡ଼ିଆରେ ରାଜାଙ୍କର ସଭାକୁ ସାହସର ସହିତ ଭଣ୍ଡୁର କରିବା ଘଟଣା କଥା ମଧ୍ୟ ପି.ସି. ଯୋଶୀ ଲେଖିଛନ୍ତି। କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡର 1939 ମାର୍ଚ୍ଚ 10 ତାରିଖ ବିଶେଷ ସଂଖ୍ୟାରେ ଲେଖିଛନ୍ତି, 1938 ମସିହା ଆନ୍ଦୋଳନରେ ବୈଷ୍ଣବଙ୍କ ଭୂମିକା ସମ୍ପର୍କରେ। ରେଲବାଇ ପେଣ୍ଟର ହିସାବରେ ଗ୍ୟାଙ୍ଗ ହାଉସ୍ ମାନଙ୍କରେ ଢେଙ୍କାନାଳର କୁଲି ଏବଂ ମଜୁରିଆମାନଙ୍କୁ ବୈଷ୍ଣବ ପ୍ରାୟ ପ୍ରତିଦିନ ଭେଟନ୍ତି। ଦିନକର କଥା, ଗ୍ୟାଙ୍ଗ ହାଉସ୍ ଗୋଟିକରେ ଭଜନ କୀର୍ତ୍ତନ ଚାଲିଥିଲା। ଓଠରେ ମନଜିଣା ହସ ହସି ବୈଷ୍ଣବ ପଚାରିଲେ, କ'ଣ ହେଉଛି ଏଠି? ଭଜନ ଚାଲିଛି, ତା ସହିତ ଗଞ୍ଜେଇ ଧୂପ, ଜଣେ ଗ୍ୟାଙ୍ଗ କୁଲି କହିଲେ। ଗଞ୍ଜେଇ ଟଣା ହେଉଛି କାହିଁକି? ପଚାରିଲେ ବୈଷ୍ଣବ। ଦୁଃଖ ଭୁଲିବା ପାଇଁ, ସରଳ ଉତ୍ତର। ତହୁଁ ବୈଷ୍ଣବ କହିଲେ, ତୁମର ଦୁଃଖ ଯାତନା ପାଇଁ କିଏ ଦାୟୀ ସେକଥା କେବେ ଭାବିଛ? ଆଶ୍ଚର୍ଯ୍ୟରେ ଆଖି ସବୁ ତରାଟି ହୋଇଗଲା। ସେମାନଙ୍କ ଦୁଃଖ ପାଇଁ ଆଉ ଜଣେ କେହି ଦାୟୀ ଏ କଥା ସେମାନଙ୍କ ମନକୁ ଛୁଇଁ ନଥିଲା। ସେମାନେ ଜାଣିବାକୁ ଚାହିଁଲେ, କିଏ ଆମ ଦୁଃଖ ପାଇଁ ଦାୟୀ? ତୁମେମାନେ ଭାବୁଥିବ ଯେ ଦୁଃଖ ତୁମର ଭାଗ୍ୟରେ ଲେଖା ଅଛି। ପ୍ରକୃତରେ ତାହା ନୁହେଁ। ଭାଗ୍ୟର ଦ୍ୱାହି ଦେଇ ରାଜା, ମହାଜନ, ଧନୀ ଲୋକମାନେ ଆମ ଭଳି ଗରିବ ଲୋକଙ୍କର ଶ୍ରମର ମୂଲ୍ୟ ଲୁଟି ନିଅନ୍ତି। ଖଳା କ୍ଷେତରୁ ଅମଳ ଫସଲ ମାଗଣା ରସଦ ଆକାରରେ ନେଇଯାଆନ୍ତି। ବେଠି ଖଟି ଖଟି ଆମର ପ୍ରାଣ ଯାଏ। ଏଥିରେ ରାଜାଘର କୋଠା ଗଢ଼ା ହୁଏ, ଜମି ଭଙ୍ଗା ହୁଏ, ଉଆସ ତୋଳା ହୁଏ। ଦାରିଦ୍ର୍ୟର ଅଠା ଆମ ମୁଣ୍ଡରେ ବୋଳିଦେଇ ଲୋକମାନେ ଧନବାନ ହୁଅନ୍ତି। ଗ୍ୟାଙ୍ଗ କୁଲି ମଜଦୁରମାନେ ବିଶ୍ୱାସ ଓ ଅବିଶ୍ୱାସର ମଝି ଦରିଆରେ ଉବୁଟୁବୁ ହୋଇ ଚାହିଁ ରହନ୍ତି ଆଉ କିଛି ଶୁଣିବା ପାଇଁ। ବୈଷ୍ଣବ କହନ୍ତି, ଭଗବାନ ସମସ୍ତଙ୍କର ପିତା। ଆମେ ସମସ୍ତେ ତାଙ୍କର ସନ୍ତାନ। ସେ କାହାକୁ ଧନୀ କି କାହାକୁ ନିର୍ଧନ କରି ଗଢ଼ି ନାହାନ୍ତି। ଚାଲାକ ଚତୁର ଲୋକମାନେ ସରଳ ନିରୀହ ମାନଙ୍କର ଭାଗ ଛଡ଼େଇ ନେଇ ସେମାନେ ଧନୀ ହୁଅନ୍ତି। ଭାଗ୍ୟ ଓ ଧର୍ମର ଦ୍ୱାହି ଦେଇ ସେମାନେ ଶୋଷଣ କରନ୍ତି। ଏଥର ବିଶ୍ୱାସ ଆସେ ଏ କଥାରେ। ସେମାନେ ଏହାର ପ୍ରତିକାର ଖୋଜନ୍ତି। ବୈଷ୍ଣବ କହନ୍ତି, ରାଜାର ଶାସନ ଓ ବ୍ରିଟିଶ ଶାସନ ଆମର ଦାରିଦ୍ର୍ୟ ପାଇଁ ଦାୟୀ। ଥରେ ରାଜତନ୍ତ୍ର ଓ ବ୍ରିଟିଶ ଶାସନ ହଟିଗଲେ ଏ ଦେଶ ହେବ ଆମର। ସବୁ ଜମିବାଡ଼ି, ଖଳାକ୍ଷେତ, ପାହାଡ଼ ପର୍ବତ, ନଦୀ ନାଳର ମାଲିକ ହେବା ଆମେମାନେ। ଆଉ ସେତେବେଳେ ଧନୀ କି ଗରିବ ରହିବେ ନାହିଁ। ସମସ୍ତେ ଖାଇବା, ପିନ୍ଧିବା ଓ ରହିବା ପାଇଁ ଯାହା ଦରକାର ସବୁ ପାଇବା। ଭଜନ କୀର୍ତ୍ତନ କ୍ରମଶଃ ରାଜନୈତିକ ବୈଠକରେ ପରିଣତ ହୁଏ। ଏଇ ବାର୍ତ୍ତା ବେଳ ଗ୍ୟାଙ୍ଗ ହାଉସ୍ରୁ ଆଖପାଖ ଗାଁକୁ ବ୍ୟାପିଯାଏ। ଏଇ ବାର୍ତ୍ତା ବେଳକୁ ବେଳ ଗ୍ୟାଙ୍ଗ ହାଉସ୍ରୁ ଆଖପାଖ ଗାଁକୁ ବ୍ୟାପିଯାଏ।
ଗାଏଁ ଗାଏଁ ତ୍ରିନାଥ ମେଳା ହୁଏ। ମଣିଷ ଜାଗିବାର ବାଟ ଫିଟିଯାଏ। ଶୋଇ ରହିଥିବା ଲୋକ ଉଠି ବସନ୍ତି। ଅନ୍ଧାର ଭିତରୁ ଆଲୁଅ ଫିଟେ। ଏମିତି ବର୍ଷେ ନୁହେଁ, 1934ରୁ 1938 ମସିହା ଯାଏ ଜନସଂଗଠନ ଓ ପରିବର୍ତ୍ତନର ସ୍ୱର ରାଜ୍ୟଯାକ ପରିବ୍ୟାପ୍ତ ହୁଏ। ବୈଷ୍ଣବ ଏ ଜନସଂଗଠନର ପ୍ରେରଣା ଓ ଆତ୍ମା ଭାବରେ ଉଭା ହୁଅନ୍ତି। ପି.ସି. ଯୋଶୀ ଏବଂ ଭଗବତୀ ପାଣିଗ୍ରାହୀଙ୍କର ଏସବୁ ଲେଖାରୁ ଜଣାଯାଏ ଯେ 1938 ଆନ୍ଦୋଳନ ପଛରେ ବୈଷ୍ଣବ ମୁଖ୍ୟ ନାୟକ ଥିଲେ। ଦରବାର ଏ ବିଷୟ କ୍ରମଶଃ ଜାଣିବାକୁ ପାଇଲା। ତେଣୁ ଜଜ୍ ଶ୍ରୀ ଜୟକୃଷ୍ଣ ମିଶ୍ରଙ୍କ କୋର୍ଟରେ ସେ ନିର୍ଦ୍ଦୋଷ ପ୍ରମାଣିତ ହେବା ପରେ ମଧ୍ୟ 1940 ମସିହା ଜୁନ୍ ମାସ 29 ତାରିଖରେ ପୁନଶ୍ଚ ଗିରଫ ହୋଇ ଦ୍ୱିତୀୟ ଥର ପାଇଁ ଜେଲ୍ ଭୋଗିଲେ। ପ୍ରାୟ 2 ବର୍ଷ ଏପରି ଭାରତ ରକ୍ଷା ଆଇନରେ ଢେଙ୍କାନାଳ କାରାଗାରରେ ଅଟକବନ୍ଦୀ ଜୀବନଯାପନ କରି 1942 ମସିହା ମେ ମାସରେ ମୁକ୍ତ ହେଲେ। ମୁକ୍ତି ହେବା ଦିନଠାରୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ଢେଙ୍କାନାଳ ଟାଉନର ନିଜ ଘରେ ଗୃହବନ୍ଦୀ ହୋଇ ରହିଲେ। ପ୍ରତିଦିନ 2 ଓଳା ତାଙ୍କୁ ଥାନାରେ ହାଜିର ଦେବାକୁ ପଡ଼ୁଥିଲା। ଏଭଳି ଗୃହବନ୍ଦୀ ହୋଇ ରହିବା ତାଙ୍କ ପକ୍ଷରେ କ୍ରମଶଃ ଅସହ୍ୟ ହୋଇ ପଡ଼ୁଥିଲା।